बाबा सरकार निर्देश को दीदी खाते नहीं स्कूल को दीदी आसुंच हली झुलिकी छात्र छात्री दीदी आसवा बाट को अपेक्षा सरकार छात्र छात्री सुरक्षा कथा चिंता कले सकाळुआ स्कूल हेब प्रचंड खरा हेउछि दीदी किंतु स्कूल छुट्टी हेबा समय विद्यालय आसी पहुंचुछंती आज्ञा पाठ पढ़ा दीदी अपेक्षा रोचंती छात्र छात्री जाजपुर ब्लॉक चैनपुर पंचायत गणेशरपुर यूपी स्कूल घटना एवं सोशल मीडिया चर्चार केन्द्रबिंदु हो पड़ी। प्रचंड ग्रीष्म प्रभाव को दृष्टि रखी सरकार स्कूल समय को सकाळ 6:30 रु 10:30 पर्यंत करथिले जार मुख्य उद्देश्य थिला पिला मानकु तेज धूपरु सुरक्षित रखिबा किंतु दुखर कथा एही नियम केतेक पई कागज रे मात्र सीमित रहिगला। अभियोग आसुछि जे स्कूल जड़े शिक्षार्थी प्राय समय विलंब सकाळ 8टा समय स्कूल को पहुंचुछंती जेतेबेले पिलामाने सकाळु आसी स्कूल प्रांगण में अपेक्षा करुछंती सेतेबेले शिक्षकक एमिति अवहेला प्रश्न उठाउछि। सूचना मिलुछि जे प्रधान शिक्षयित्री तांको तागिद करथिले किंतु सेथिरे कोनोसी परिवर्तन देखा जायनि। यह केवल नियम भंग नुहे बरं पिलामानक शिक्षा और सुरक्षा सहित खेल करबा समान। এই ঘটনা পরে অভিভাবক ও স্থানীয় লোকমানে মধ্য অসন্তোষ প্রকাশ করেছেন। সেମାନଙ୍କ କହିବା ଅନୁଯାୟୀ ଯଦି ଶିକ୍ଷକମାନେ ନିଜ ଦାୟିତ୍ୱ ପାଳନ କରିବେ ନାହିଁ ତେବେ ପିଲାମାନଙ୍କ ଭବିଷ୍ୟତ କେମିତି କଡ଼ିବ। ବଡ଼ ପ୍ରଶ୍ନ ହେଉଛି ସରକାରଙ୍କ ନିଷ୍ପତ୍ତି କେବଳ ଘୋଷଣାରେ ସୀମିତ ରହିବ କି ନା କି ଏମିତି ଅବହେଳା କରୁଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ। এই ঘটনা উপরে প্রধান শিক্ষয়িত্রীଙ୍କ পক্ষରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ପରେ ଏହା ଦେଖିବାକୁ ରହିଲା ଯେ ପ୍ରଶାସନ କେବେ ଜାଗିବ ଓ ପିଲାମାନଙ୍କ ଭବିଷ୍ୟତ ପାଇଁ କେବେ ଗୁରୁତ୍ୱ ଦେବ। ଗାଡ଼ିଆର ଶୁଣନ୍ତୁ ତାଙ୍କ ପିଲା ପଢୁଛନ୍ତି ତୃତୀୟରେ ପଢୁଛନ୍ତି। ଆଚ୍ଛା ଆମର କ୍ଲାସ୍ ହେଉଛି ସ୍କୁଲ ଆରମ୍ଭ ହେଉଛି 6:30 ଛୁଟି ହେବ 10:30। ଆଚ୍ଛା ତୁମେ ଆସି ପହଞ୍ଚୁଛ 7:50। ଆଚ୍ଛା ତୁମେ ତୁମ ପିରିୟଡ଼ରେ ମୁଁ କାହିଁକି ସେଠି ବସି ପଢ଼ଉଛି ମୁଁ କାହିଁକି ପ୍ରେଜେଣ୍ଟ ନେଉଛି କୁହନ୍ତୁ। ଯଦି ତାଙ୍କ ସାଙ୍ଗରେ ଏସବୁ ଯୁକ୍ତି ବାଢ଼ୁଛନ୍ତି ଏଇ ଯେଉଁ ମୁଁ କାହିଁକି ସେ କ୍ଲାସ୍ର ପ୍ରେଜେଣ୍ଟ ପକାଉଛି ସବୁଦିନ ଆପଣ କରିବାକୁ ଆପଣ ହେଡ଼ମାନେ ଆପଣ ଚାକିରି କରୁନାହାନ୍ତି ଦରମା ଦେଉନାହାନ୍ତି ନା ନା ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଦରମା ଦେଉନାହାନ୍ତି ନା ମୁଁ ଗୋଟିଏ ପଚାରୁଛି ମୋତେ ଆପଣ ଦରମା ଦେଉନାହାନ୍ତି। ଆମେ ଆସୁଛୁ 6:30 ଘରୁ ପହଞ୍ଚୁଛୁ ଆପଣ କାହିଁକି ଆସିବେ ଏଇଠି ସମୟରେ। ଦେଖନ୍ତୁ ମୁଁ ଜଣେ ହେଉଛି ଗାର୍ଡିଆନ ଆମ ପିଲା ତୃତୀୟ ଶ୍ରେଣୀରେ ପଢ଼ୁଛି ସେ ସାର୍ଙ୍କୁ କ୍ୱେଶ୍ଚିନ୍ କଲି କିନ୍ତୁ ସେ ସାର୍ ଦିଦି ଜଣେ ମୋତେ ଏଇଭଳିଆ ଆନ୍ସର କରୁଛନ୍ତି ଆମ ହେଡ୍ ସାର୍ ବି ତାଙ୍କୁ କହୁଛନ୍ତି। ଦେଖନ୍ତୁ ତାହେଲେ ଆମେ କ'ଣ କହିବା ଆମର ଇଏ ହେଉଛି ଅପରାଧ। ଆମ ପିଲା ପାଠ ପଢ଼ୁଛନ୍ତି ଗଭର୍ଣ୍ଣମେଣ୍ଟ ସ୍କୁଲରେ ବୋଲି ଗଭର୍ଣ୍ଣମେଣ୍ଟ ଏଇଭଳିଆ କଥା କହୁଛନ୍ତି ଦିଦି ଯେ ଆପଣ କିଏ କ'ଣ ଏଇଭଳିଆ ସବୁ କହିବା କଥା। ସ୍କୁଲର ଯେଉଁ ଅଛନ୍ତି କମିଟି ମେମ୍ବର କିମ୍ବା ଆମର ଯେଉଁ ଅଛନ୍ତି ଆଗ ଧାଡ଼ିରେ ସେମାନେ ନିଶ୍ଚିତ ଆର କିଛି ଫଇସଲା କରନ୍ତୁ। ଯାଜପୁରର ବିନାୟକ ବେହେରାଙ୍କ ରିପୋର୍ଟ ଓଡ଼ିଶା।